প্রিয় দর্শক বନ୍ଧୁଗଣ, ଆଜିର ତାଜା ଖବର ଆପଣମାନଙ୍କ ପାଇଁ ନେଇ ଆସିଅଛି ନୂତନ ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଅନୁରୋଧ। ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରନ୍ତୁ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରି ରଖନ୍ତୁ। ଜାଣନ୍ତୁ ଆଜିର ମୁଖ୍ୟ ତାଜା ଖବର। ଦର୍ଶକ ବନ୍ଧୁ ଦେଖିପାରୁଥିବେ ଲାଇଭ୍ ଅପଡେଟ୍। ଦେଖନ୍ତୁ ପ୍ରାୟ 8ଟା ହେବାକୁ ଯାଇଅଛି, କିନ୍ତୁ ସବୁପଟେ ଅନ୍ଧାର କୁହୁରି ଏବଂ ପ୍ରବଳ କୁହୁରି ଦୃଶ୍ୟମାନ ହେଉଅଛି। ଦର୍ଶକ ବନ୍ଧୁ, ପ୍ରବଳ ଶୀତ। ନବରଙ୍ଗପୁର ଜିଲ୍ଲାରେ ଏବେ ପର୍ଯ୍ୟନ୍ତ ଶୀତର ଲହରୀ ଜାରି ରହିଅଛି। ପ୍ରବଳ କୁହୁରି ସାଙ୍ଗରେ ପ୍ରବଳ ଶୀତ, ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଦର୍ଶକ ବନ୍ଧୁ, କୌଣସି ପ୍ରାୟ ଉମରକୋଟ ଅଞ୍ଚଳରେ ବହୁତ ଅସୁବିଧା ଅଛି, କିନ୍ତୁ ସେଠି ଡାକ୍ତର ନାହିଁ। ରୋଗୀ ଅସୁସ୍ଥ ହେଉଛନ୍ତି ବା ଉମରକୋଟ ଆଣୁଛନ୍ତି, ଆଉ ସେ ରେଫର କଲେ ଉମରକୋଟ ନବରଙ୍ଗପୁର କରୁଛନ୍ତି, ନବରଙ୍ଗପୁର କୋରାପୁଟ, ଏମିତି ବହୁତ ଅସୁବିଧା ହେଉଛି। କିଛି ତାଙ୍କର ସୁବିଧା ନାହିଁ। ଆଉ ଯୋଉ ପୁଅ ଝିଅ ମାନେ ଆଉଟ ସୋର୍ସିଂ ସର୍ଭିସ ପାଇଥିଲେ ସେମାନଙ୍କୁ ବିଜେଡି ଗଭର୍ଣ୍ଣମେଣ୍ଟ ଦେଲା ଥିଲା, ଆଉ ତାଙ୍କୁ ପଇସା କାଟି ଦିଆଯାଇଛି। ତେଣୁ ବାରମ୍ବାର ସିଡିଏମ୍ ପାଖରେ ଗଲେ କିମ୍ବା କଲେକ୍ଟର ପାଖରେ ଗଲେ ବି ତାଙ୍କର କଥା କେହି ଶୁଣିବା ଲୋକ ନାହିଁ। କିଛି ଅଞ୍ଚଳରେ ବିକାଶ ହଉନାହିଁ। ଆମେ ଏଇଟା ଅଧୁଷିତ ଆଦିବାସୀ ହରିଜନ ଅଞ୍ଚଳ, ଆଉ ଏ ଅଞ୍ଚଳ ବିକାଶ କିଛି ନାହିଁ। ବିକାଶ ବଦଳରେ ମାନେ ବିନାଶ କରିବା ପାଇଁ ଚାହୁଁଛନ୍ତି। ହେଲେ ଏଣୁ ଆଜି ଆମେ ଏ ରାଜରାସ୍ତା ଖୋଲିଛୁ। ଯେ ପର୍ଯ୍ୟନ୍ତ କି ଆମର ଦାବି ପୂରଣ ହେବ, ସେ ପର୍ଯ୍ୟନ୍ତ ଆଗାମୀ ଦିନରେ ଆମର ଦାବି ପୂରଣ ନ ହେଲେ ଆମେ ଫେରେ ଏଇ ଜୋରଦାର ଆନ୍ଦୋଳନ କରିବୁ। ମାନେ ମେଡିକାଲ କଲେଜ ନିହାତି ଭାବରେ ଉମରକୋଟ ହଉ ବୋଲି ଭାବୁଛନ୍ତି। ମେଡିକାଲ କଲେଜ ହେଲେ ଅଞ୍ଚଳର ବିକାଶ ହେବ। ପୁଅ ଝିଅମାନେ ପାଠଶାଠ ପଢିବେ ଏବଂ ଚାକିରି ବାକିରି କରିବେ। ଆଉ ସବ୍ ଡିଭିଜନ ହେଲେ ଆମକୁ ନବରଙ୍ଗପୁର ଯିବାକୁ ପଡିବ ନାହିଁ। ଏଇଟା ଆମର ଉମରକୋଟ ହେଉଛି ଝରିଗାଁ, ଚନ୍ଦାହାଣ୍ଡି ଆଉ ରାୟଗଡ଼ ଚାରିଗୋଟି ବ୍ଲକର ମୁଖ୍ୟ କେନ୍ଦ୍ର। ତେଣୁକରି ଏ ଆମର ଦାବି ପୂରଣ ହେଲେ ଆମ ଲୋକଙ୍କର ସୁବିଧା ହେବ। ଦେଖୁଥିଲେ ବ୍ଲକ ସଭାପତି ଦର୍ଶକ ବନ୍ଧୁ, ଏହା ଥିଲା ଗତକାଲି ଭାରତ ବନ୍ଦ ଆନ୍ଦୋଳନର ପ୍ରଭାବ। ଉମରକୋଟ ସହରରେ ଏହି ଆନ୍ଦୋଳନର ପ୍ରଭାବ ଦେଖାଯାଇଥିଲା। ଲୋକମାନେ ଏଠି ନିର୍ଭର କରନ୍ତି, ମେଡିକାଲ ଉପରେ ଆସନ୍ତି, ଟାଉନରେ ନିର୍ଭର କରୁଛନ୍ତି ଆସିକି। କିନ୍ତୁ ଆମେ ଆଉ କିଛି ଜଣକୁ ପଚାରିବା। ବର୍ତ୍ତମାନ ଆମ ସାମ୍ନାରେ ଅଛନ୍ତି SCCL ର ଜିଲ୍ଲା ସଭାପତି ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଛନ୍ତି କପୁତ ଚନ୍ଦ୍ର ନାୟକ। ତାଙ୍କୁ ପଚାରିବା, ସାର୍ ଆଜି ଯୋଉ ଉମରକୋଟରେ ଗୋଟେ ସବ୍ ଡିଭିଜନ ଏବଂ ମେଡିକାଲ କଲେଜ ହଉ ବୋଲି ଦାବି କରିଛନ୍ତି, ସେ ବିଷୟରେ କଣ କହିବେ? ଦେଖନ୍ତୁ, ଆଜି ଏ ଅଞ୍ଚଳକୁ ଗୋଟେ ମେଡିକାଲ କଲେଜର ଆବଶ୍ୟକତା ଅଛି। ଏଟାକୁ ନବରଙ୍ଗପୁର ଜିଲ୍ଲାର ଗୋଟେ ସବ୍ ଡିଭିଜନ ପାଇଁ ଉମରକୋଟକୁ ଯୋଉଟା ଲାଗିଛୁ ଆମେ ଦୀର୍ଘ ଦିନ ଧରିକରି, ଆଜି ଯଦି ମେଡିକାଲ କଲେଜ ହବ ତାହେଲେ ଏ ଅଞ୍ଚଳବାସୀ ଏ ମେଡିକାଲ କଲେଜରେ ପଢିବେ ଏବଂ ଚିକିତ୍ସିତ ହେବେ, ତାହେଲେ ଏ ଅଞ୍ଚଳର ବିକାଶ ହବ, ଆମର ଲୋକର ଉନ୍ନତି ହେବ। ସେଥିପାଇଁ ଆମେ ଏ ବନ୍ଦ ଡାକରା ଦେଇଛୁ। ଆଜି ଏ ଭାରତୀୟ ଜନତା ପାର୍ଟିର ସରକାର ନିର୍ବାଚନରେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆମେ ଚାଷୀଙ୍କର ଦ୍ୱିଗୁଣା ଆମେ ଦରଦାମ ବଢେଇବୁ, ଆଉ ଆମର ମାନେ ବର୍ଷକୁ 2 କୋଟି ନଅଜୱାନ ଯୁବକ ଯୁବତୀଙ୍କୁ ଚାକିରି ଦେବୁ। ତ ତମେ ନିର୍ବାଚନରେ ଯୋଉ ପ୍ରତିଶ୍ରୁତି ଦେଇଛ, ତମେ ନିର୍ବାଚନ ପ୍ରତିଶ୍ରୁତି ପାଳନ କର। ତମେ ଲୋକଙ୍କୁ ମିଛ କଥା କୁହ ନାହିଁ। ଡବଲ ଇଞ୍ଜିନର ସରକାର ଅଛି ଏଠି, ତାହେଲେ ଡବଲ କାମ ହେବା କଥା। କିନ୍ତୁ ଏ ଡବଲ ଇଞ୍ଜିନର ସରକାର କରୁଛି କଣ? ଆଜି ଦରଦାମ ହେଇକି ରେଟ୍ ବଢୁଛି। ଆଜି ଲୋକ, ଗରିବ ଲୋକ ଯୋଉମାନେ ନୀତି ଆବଶ୍ୟକ ଜିନିଷ ଗୁଡାକ କିଣିକିରି ମାନେ ବ୍ୟବହାର କରିପାରୁନାହାନ୍ତି। ତେଣୁକରି ଆମେ ସରକାରକୁ ଏଇଟା ପ୍ରଥମ ଥର ଆଜି ସୂଚନା ଦଉଛୁ ଯେ ତମେ ତମର ନିର୍ବାଚନ ପ୍ରତିଶ୍ରୁତି ପାଳନ କର, ଆଉ ଜନସାଧାରଣଙ୍କର ଜନହିତ କାର୍ଯ୍ୟକୁ ତୁରନ୍ତ ଡେଭଲପ କରାଅ। ଆଉ ସେଥିପାଇଁ ଆମେ ତମକୁ ଆଜି ସୂଚନା ଦଉଛୁ। ଆମର କଥାକୁ ସୂଚନା ଦେଲା ପରେ ଯଦି ମାନିବ ନାହିଁ, ଶୁଣିବ ନାହିଁ, ମେଡିକାଲ କଲେଜ ଏଠି ହବ ନାହିଁ, ଏଟା ସବ୍ ଡିଭିଜନ ହବ ନାହିଁ, ତାହେଲେ ଏ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରି ଏ ରାଜରାସ୍ତାରେ ଓହ୍ଲାଇବୁ। ଯେତେବେଳେ କି ସରକାର ଏ ଅଞ୍ଚଳବାସୀଙ୍କର
ମାନେ ଯେଉଁ ରାଗକୁ ସମ୍ଭାଳି ମଧ୍ୟ ପାରିବ ନାହିଁ। ତେଣୁକରି ଆମେ ଆପଣଙ୍କ ମାଧ୍ୟମରେ ସରକାରକୁ ଜଣାଉଛୁ ଯେ ସରକାର ଆମକୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ପାଳନ କରନ୍ତୁ ଏବଂ ମେଡିକାଲ କଲେଜକୁ ଉମରକୋଟରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଲୋକଙ୍କ ସରକାର ଯୋଉ ବିଜେପି ସରକାର ଏବେ ଓଡ଼ିଶାରେ ଅଛି ସେ ତ କହୁଛି ନାଇଁ ଆମେ ଲୋକଙ୍କର ସବୁ ମାନେ ସମସ୍ତ କାର୍ଯ୍ୟ କରୁଛୁ, ଲୋକ ବିକାଶ ହଉଛି, ରାଜ୍ୟ ଡେଭଲପ ହଉଛି ବୋଲି ସେ ତ କହୁଛି। ଆଚ୍ଛା, ସରକାର କହୁଛି କିନ୍ତୁ କରୁଛି କାହିଁ? ଆଜି ଦେଖନ୍ତୁ, ଗରିବ ନିରୀହ ଲୋକମାନେ ଯୋଉମାନେ କି କଂଗ୍ରେସ ଅମଳରେ ଏ ଯେତିକି ଯୋଜନା କରିଛନ୍ତି ସବୁ କଂଗ୍ରେସ ସରକାର କରିଛି। ଏମାନେ କାଲି ନାଁ ବଦଳେଇ କରି ଏବେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଥିଲା, ହେଲେ ସେଟାକୁ କିଏ କରିଥିଲେ? ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ କଂଗ୍ରେସ ସରକାର କରିଥିଲା। ଫୁଡ୍ ସିକ୍ୟୁରିଟି କିଏ କରିଥିଲା? କଂଗ୍ରେସ ସରକାର କରିଥିଲା। ଆଜି ତାକୁ ଏମାନେ ବିବି ରାମଜୀ ନା କଣ କରିଛନ୍ତି? ତାହେଲେ ଏ ନା ଖାଲି ନାଁରେ ବଦଳାଉଛନ୍ତି। ଗୋଟେ ନଗରର, ଗୋଟେ ମନ୍ଦିରର, ଗୋଟେ ମାନେ ଯୋଜନାର ଇଏ ସରକାର ନା ବଦଳାଇବା ସରକାର। ଏ ଖାଲି ବାଉଁଶ ଫୁଟାଣି ମାରୁଛନ୍ତି। ଯାହା କରିଛି ଏ ଭାରତ ବର୍ଷରେ, ଯାହା ଦ୍ୱାରା ଡେଭଲପ ହେଇଛି କଂଗ୍ରେସ ସରକାର କରିଛି। ବିଜେପିକୁ ଆମେ ଗୋଟେ ସୁଯୋଗ ଦେଇଛନ୍ତି ଜନସାଧାରଣ ଯେ ଇଏ ସୁଧରି ଯାଉ ଆଉ କାମ କରୁ, ମିଛ କଥା ନ କହୁ। ଯଦି ମିଛ କଥା କହିବ ତାହେଲେ ଆଗାମୀ ଦିନରେ দর্শক বন্ধুগণ, গতকালি যে ভারত বন্ধ আন্দোলন হয়েছি উমরকোটরে শান্তিপূর্ণভাবে সম্পূর্ণ হয়েছি, কিন্তু মেডিকেল কলেজ কথা পড়েছি। দর্শক বন্ধুগণ, উমরকোট ଠାରେ ଯଦି ମେଡ଼ିକାଲ କଲେଜଟି ହୁଏ ତେବେ ଉମରକୋଟ ଠାରୁ ନବରଙ୍ଗପୁରର ଦୂରତା 60 କିଲୋମିଟର ଏବଂ ଉମରକୋଟ ଠାରୁ କୁନ୍ଦେଇର ଦୂରତା 50 କିଲୋମିଟର। ଉମରକୋଟ ଠାରୁ ଚାନ୍ଦାହାଣ୍ଡିର ଦୂରତା ହେଉଛି 50 କିଲୋମିଟର। ଉମରକୋଟ ଠାରୁ କୋଷାଗୁମୁଣ୍ଡାର ଦୂରତା ହେଉଛି 59 କିଲୋମିଟର। ଦର୍ଶକ ବନ୍ଧୁଗଣ, ଉମରକୋଟ ଠାରୁ ରାୟଗଡ଼ର ଦୂରତା ହେଉଛି 28 କିଲୋମିଟର। ଉମରକୋଟ ଠାରୁ ପାପଡ଼ାହାଣ୍ଡିର ଦୂରତା ହେଉଛି 50 କିଲୋମିଟର। ଉମରକୋଟ ଠାରୁ ଡାବୁଗାର ଦୂରତା ହେଉଛି 30 କିଲୋମିଟର। ଉମରକୋଟ ଠାରୁ କୋଣ୍ଡାଗା ଛତିଶଗଡ଼ର ଦୂରତା ହେଉଛି 60 କିଲୋମିଟର। ଦର୍ଶକ ବନ୍ଧୁଗଣ, ଉମରକୋଟ ଗୋଟେ ମଧ୍ୟସ୍ଥଳୀ ସ୍ଥାନ। ଏଠାରେ ଯଦି କଲେଜଟି ହୁଏ ତେବେ ଆଖପାଖ ସମସ୍ତଙ୍କର ସୁବିଧା ହେବ, କାରଣ ଉମରକୋଟ ଠାରୁ କୋରେଙ୍ଗାର ଦୂରତା ହେଉଛି 50 କିଲୋମିଟର ଏବଂ ଉମରକୋଟ ଠାରୁ ଭାରତମାଲାର ଦୂରତା ହେଉଛି 1 କିଲୋମିଟର। ତେବେ ସବୁକିଛି ପାଖାପାଖି ଥିବ, କିନ୍ତୁ ଯଦି ନବରଙ୍ଗପୁରରେ ହୁଏ ତେବେ ଏହି ଅଞ୍ଚଳବାସୀମାନେ ଦୂରତ୍ୱ ଭୋଗ କରିବେ ବୋଲି ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଅପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଧନ୍ୟବାଦ।